ଗୃହ ସହାୟିକାମାନଙ୍କୁ କମ୍ବଳ ବଣ୍ଟନ। ନୟାଗଡ଼ ରୋଟାରୀ କ୍ଲବ ଏକ୍ସିଲେନ୍ସର ଆନୁକୂଲ୍ୟରେ ଗୃହମାନଙ୍କରେ କାର୍ଯ୍ୟରତ ଗୃହ ସହାୟିକାମାନଙ୍କୁ ପୁରୁଣା ସହର କରଣସାହି ରୋଟାରୀ ଭବନଠାରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ ସଭାପତି ରଞ୍ଜିତ ଦାସଙ୍କ ଉପସ୍ଥିତିରେ 20 ଜଣ ଗୃହରେ କାର୍ଯ୍ୟରତ ଗୃହ ସହାୟିକା ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ। ରୋଟାରିଆନ୍ ଲକ୍ଷ୍ମୀଧର ମହାପାତ୍ର, ବାସୁଦେବ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଶାନ୍ତ ଓ କୋଷାଧ୍ୟକ୍ଷ ଶେଖ୍ ମହଜୁଦ ହୁସେନ ଏବଂ ଶିବାଶିଷ ମହାନ୍ତି ଉପସ୍ଥିତ ଥିଲେ। ପରିଶେଷରେ ସହାୟିକାମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।